ମୁଁ ଜ୍ୟୋତି ପ୍ରକାଶ ଦାସ ରୁଦ୍ର ପ୍ୟାକର୍ସ ୱାନ୍ ମୁଭର୍ସ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର। ମୋର ଗାଡିଟି ଭୁବନେଶ୍ୱରରୁ ଜୟପୁର ଯାଇଥିଲା। ଫେରିବା ସମୟରେ ଛବି ବାବୁ ସହିତ ବହୁତ ଭଲ ସମ୍ପର୍କ। ମୋ ଗାଡିରୁ ସେ ବରାବର ଲୋଡ ଦିଅନ୍ତି ସବୁ ଗାଡି। ମୋର 25 ଖଣ୍ଡ ଗାଡି, ତ ମୋ ଗାଡିର ସବୁ ଗାଡି ସେ ଲୋଡ ଦିଅନ୍ତି। ତ ଏସ୍ ବାର ଇଏ ଡ୍ରାଇଭର ଫାର୍ଷ୍ଟ ଟାଇମ ମୋର ଗାଡିରେ ଥିଲା। ତ ଇଏ ଛବି ବାବୁଙ୍କୁ ମୋ ସହିତ କଣ୍ଟାକ୍ଟ ହେଲା କି 14,000 ଟଙ୍କାରେ ଆମର ଭଡା ଫିକ୍ସ ହେଲା ଶିମିଳିଗୁଡାରୁ କଟକ ପାଇଁ। ତ ଡ୍ରାଇଭର ସହିତ ମୁଁ ଟଚରେ ବି ଥିଲି। ଡ୍ରାଇଭର କହିଲା ମୁଁ ଯାଉଛି। 19 ତାରିଖ ଦିନ 19 ସେପ୍ଟେମ୍ବର 2025 ଦିନ ସନ୍ଧ୍ୟା 5ଟା ବେଳେ ମୁଁ ତା ସହିତ ବି କଥା ହେଇଛି। କହିଲା ମୁଁ କଟକ ଘଣ୍ଟେ ଭିତରେ ପହଞ୍ଚୁଛି, କିନ୍ତୁ ଘଣ୍ଟେ ଭିତରେ ପହଞ୍ଚିବା କଥା। ଘଣ୍ଟେ ପରେ ମୁଁ ତା ମୋବାଇଲ ଲଗାଇ ସୁଇଚ ଅଫ୍। ଜିପିଏସ୍ ଦେଖେ ତ ଜିପିଏସ୍ ତାର ଆଉ ଚାଲୁନି, ଜିପିଏସ୍ କାଟି ଦେଇଛି। ତାପରେ ଆମେ ପୁରା ରାତି 19 ତାରିଖ ପୁରା ରାତି 20 ତାରିଖ ଦିନ 12ଟା ପର୍ଯ୍ୟନ୍ତ ଖୋଜିଲା ପରେ ଗାଡିଟି ମୁଁ ଚନ୍ଦକା ଥାନା ଅଞ୍ଚଳରେ ଛପକାବରରୁ ଚନ୍ଦକା ଯିବା ରାସ୍ତାରେ ପାଇଲି, କିନ୍ତୁ ଗାଡିରେ କିଛି ଜିନିଷ ହିଁ ନଥିଲା। ତ ମୁଁ ତୁରନ୍ତ ଇନ୍ଫୋବାଲି ଥାନାକୁ ଗଲି। ଇନ୍ଫୋବାଲି ଥାନାକୁ ଗଲା ପରେ ସେଠି କହିଲେ ଆମ ଥାନା ଅଣ୍ଡରରେ ଆସୁନି, ଏଇଟା ଯାଉଛି ଚନ୍ଦକା ଥାନା ଅଣ୍ଡରରେ। ଚନ୍ଦକା ଆଇଆଇସି ମିଶ୍ର ମ୍ୟାଡାମ ଥିଲେ, ସିଏ କେସ୍ ନେଲେ। କେସ୍ ନେଲା ବେଳେ ଆମକୁ ପ୍ରତିଶ୍ରୁତି ଦେଲେ ଯେ 7 ଦିନ ଭିତରେ ଆମେ ଚୋରକୁ କାବୁ କରିକି ମାନେ କୋର୍ଟ ଫରୱାର୍ଡ କରିବୁ, ଆପଣଙ୍କ ଜିନିଷ ଆପଣଙ୍କୁ ଫେରସ୍ତ ଦବୁ। କିନ୍ତୁ ଆଜିକୁ 6 ମାସ ହେଇଗଲା, ନା ଚନ୍ଦକା ଥାନା ଆଇଆଇସି ବୁଝିଲେ, ନା ଯୋଉ ଆଇଓ ବୁଝିଲେ। ତାପରେ ଆମେ ବାର ବାର ଡିସିପି ଅଫିସ ଆସିବା ପରେ ଯୋଉ ପାତ୍ର ବାବୁ ପାତ୍ର ସାର୍ ଅଛନ୍ତି ତାଙ୍କୁ ଭେଟ କରିଛୁ। କମ ସେ କମ 4 ଥର ଭେଟ କଲା ପରେ ସିଏ ବି ଆମକୁ ପ୍ରତିଶ୍ରୁତି ଦେଲେ ଜଲ୍ଦି ଜଲ୍ଦି ଯେତେ ଜଲ୍ଦି ହବ ଆମେ ତାଙ୍କୁ ଧରିବୁ, ଚୋରକୁ ଧରିବୁ। କିନ୍ତୁ ଆଜି ପର୍ଯ୍ୟନ୍ତ 6 ମାସ ପରେ ଧରି ପାରିଲେ ନାହିଁ। ଆମେ କାଲି କଟକରୁ ତାକୁ ଧରିଲୁ। ସିଏ ଗୋଟେ ଗାଡି ହାଇୱା ଚଲାଉଥିବା ସମୟରେ ଆମେ ତାକୁ ଧରି ଆଣି ଆମେ ତାକୁ ନେଇକି ଭୁବନେଶ୍ୱର ଆସିଲୁ। ଭୁବନେଶ୍ୱର ଆସିଲା ପରେ ଯାହାର ଜିନିଷ ଚୋରି ହେଇଛି ସେ ଯୋଉ ଛବି ବାବୁ ବୋଲି ତାଙ୍କୁ ଡାକିଲୁ, ପ୍ଲସ ଯୋଉ ପାର୍ଟିର ମାଲ ଥିଲା କଟକର ତାଙ୍କୁ ଡାକିଲୁ। ଡାକିଲା ପରେ ଆମେ ଏବେ ଡିସିପି ଅଫିସରେ ଛିଡା ହେଇଛୁ। ଆମକୁ ନ୍ୟାୟ ମିଳୁନାହିଁ। ଯାହାର ଜିନିଷ ଚୋରି ହେଇଛି ସିଏ ତ ଆସି ମୋ ପାଖରେ ବସୁଛି, ମୁଁ କଣ କରିବି? ମୁଁ ତ ସାଧାରଣ ଜଣେ ଗାଡି ମାଲିକ, ଗାଡି ଇଏମଆଇ ଦେଲେ ମୁଁ ଚଳିବି, ମୁଁ ତା ଦେହରୁ କଣ କରିବି? ମୋ ନାଁ ହଉଛି ସଚିଦାନନ୍ଦ ସେଠୀ। ଆଉ ରୁଦ୍ର ପ୍ୟାକର୍ସ ଗାଡିରେ ଅଦା ଖମ୍ବା ଆଳୁ ଲୋଡ ହେଇଥିଲା। ଅଦା ଖମ୍ବା ଆଳୁ କନ୍ଧମୂଳ ଏଇ 3ଟା ଜିନିଷ ଲୋଡ ହେଇଥିଲା। ତାର ଦାମ ହଉଛି 4 ଲକ୍ଷ ଟଙ୍କା। ଯଦି ଏମିତି କଲେ ଆଉ କଟକ ଭୁବନେଶ୍ୱର ଖୋର୍ଦ୍ଧା କଣ କଲେ ଡ୍ରାଇଭର ନେଇକି ମାଲଟା ଖୋର୍ଦ୍ଧାରେ ବିକ୍ରି କରିଦେଇଛି। ଆଉ ମୁଁ ଜାଣିପାରିଲିନି। ଚନ୍ଦକା ଥାନାରେ ଜ୍ୟୋତି ବାବୁ ଏଫଆଇଆର ଦେଇଥିଲେ। ମତେ ଜ୍ୟୋତି ବାବୁ କହିଲେ ଆଜି ଦବ କାଲି ଦବ ଏମିତି କହି 6 ମାସ ହେଲା। ତାକୁ ଆମର ନିଖିଳ ଓଡିଶା ମହାସଂଘର ମାନେ ଡ୍ରାଇଭର ମାନେ ଥରେ ଧରିଥିଲା। ଗୋଟେ ଡ୍ରାଇଭରକୁ ସେ ଯୋଉ ଡ୍ରାଇଭର ଯୋଉ ଚୋରି କରିଥିଲା ଆମର ଓନର ମାନେ ସେ ଡ୍ରାଇଭରକୁ ଧରିଥିଲେ, ତାକୁ ଛୁରୀ ମାରିକି ପ୍ରଥମ ଥର ପଳେଇଲା। ଏବେ ଦ୍ୱିତୀୟ ଟାଇମ ଯୋଉ ଗାଡି ରୁଦ୍ର ବାବୁ ଗାଡି ଓନର ତାକୁ ଧରିଛନ୍ତି, ସେ ଯୋଉ ଡ୍ରାଇଭରକୁ ଧରିଛନ୍ତି। ଦେଖନ୍ତୁ ଏମିତି ଯଦି ହେଲା ଆଉ କଟକ ଭୁବନେଶ୍ୱର ଖୋର୍ଦ୍ଧା ଡ୍ରାଇଭର ଉପରେ ଆମର ବିଶ୍ୱାସ ତୁଟିଯିବ। ତାଙ୍କ ମାନେ ରିଟର୍ନ ଗାଡି ମାନେ କୋରାପୁଟକୁ ଆସିଲେ ଆମେ ରିଟର୍ନ ଭଡା ଦଉଛୁ ତାଙ୍କ ମାନଙ୍କୁ। ଯଦି ଏମିତି କଲେ ଆଙ୍କ ମାନଙ୍କ ଡ୍ରାଇଭର ଉପରେ ଆମର ବିଶ୍ୱାସ ତୁଟିଯିବ। ଯଦି ଥାନା ବାଲା ଆଉ ଗାଡି ଓନର ଯଦି ଆମକୁ ଯଦି ସଲ୍ଭ ନ କରିପାରିବେ, ମାନେ କୋରାପୁଟ ଡିଷ୍ଟ୍ରିକ୍ଟ ଲୋକ ମାନେ ବେପାରୀ ମାନଙ୍କର ବହୁତ ଲସ୍ ହବ। 4 ଲକ୍ଷ ଟଙ୍କା ବେପାରୀ ମାନେ ଆସିକି ଆମକୁ ଆମ ଘରେ ଆସିକି ସିମିଗୁଡାରେ ଆସିକି ମତେ ଝଗଡା ଲାଗୁଛନ୍ତି। ଏବେ କଣ କରିବା? ଆମର ଗଭର୍ଣ୍ଣମେଣ୍ଟ ବୁଝନ୍ତୁ, ନହେଲେ ଡ୍ରାଇଭର ମହାସଂଘ ବୁଝନ୍ତୁ, ନହେଲେ ନିଖିଳ ଓଡିଶା ମହାସଂଘ ବୁଝନ୍ତୁ। ମତେ ବିଚାର କରିକି ଯାହା କରିବେ ଆପଣ କରନ୍ତୁ। କ୍ଷମା।